ଆପଣଙ୍କ ପତ୍ନୀଙ୍କ ପାଖେ ଏ 5 ଗୁଣ ଅଛି ତ? ଯଦି ହଁ, ତାହେଲେ ଆପଣଙ୍କ ପୃଥିବୀ ସ୍ୱର୍ଗ ହୋଇଯିବ। କାରଣ ପ୍ରତିଟି ମଣିଷ ଏହା ଚାହେଁକି ତା ପାର୍ଟନର ଏମିତି ହେଉ ଯିଏ ଆସିବା ପରେ ତା ଜୀବନ ସ୍ୱର୍ଗ ଭଳି ହୋଇଯିବ। କିନ୍ତୁ ସମସ୍ତଙ୍କର ସେ ସୌଭାଗ୍ୟ ନଥାଏ। ଯଦି ପୁରୁଷ କଥା କହିବା କି ସେ ଚାହେଁ ତା ପତ୍ନୀ ହେଇଥାଉ ରୂପବତୀ, କେଶବତୀ, ସୌନ୍ଦର୍ଯ୍ୟବତୀ, କିନ୍ତୁ ଗୁଣବତୀକୁ ଉପେକ୍ଷା କରେ। ଫଳରେ ଜୀବନ ସ୍ୱର୍ଗ କ'ଣ ହେଇଯାଏ ନର୍କ। କାରଣ ରୂପ, ଅର୍ଥ, ସୌନ୍ଦର୍ଯ୍ୟ ଅଢ଼େଇ ଦିନିଆ, ହେଲେ ଗୁଣ ତମାମ ଜୀବନ ସାଥ ଦିଏ। ଏନେଇ 5 ଗୁଣ ଥିବା ପତ୍ନୀଙ୍କ କଥା କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ। କ'ଣ ସେ 5 ଗୁଣ? ଆସନ୍ତୁ ଜାଣିବା। ଆପଣଙ୍କ ଖରାପ ବେଳାରେ ଠିଆ ହେଉଥିବା ପତ୍ନୀ। ପ୍ରତି ମଣିଷ ଜୀବନରେ ଖରାପ ବେଳା ଆସେ, ସଂଘର୍ଷ କରିବାକୁ ପଡ଼େ। ତେବେ ଖରାପ ବେଳାରେ ଯଦି ପତ୍ନୀ ପାଖରେ ଠିଆ ହୁଏ, ସାହସ ଦିଏ, ତେବେ ସଂଘର୍ଷ ବି ସହଜ ଲାଗେ। ପାଖରେ ରହି ପତ୍ନୀ ଯେତେବେଳେ କହେ କି ବ୍ୟସ୍ତ ହୁଅନା, ସବୁ ଠିକ୍ ହେଇଯିବ, ସେତେବେଳେ ତୁମ ଭିତରେ ସଂଘର୍ଷ କରିବାର ଶକ୍ତି ବଢ଼ିଯାଏ। ତେଣୁ ଖରାପ ବେଳାରେ ପତିଙ୍କୁ ଛାଡ଼ୁ ନଥିବା ଆଉ ଏଭଳି ଗୁଣ ଥିବା ମହିଳା ଯାହାଙ୍କର ପତ୍ନୀ, ସେ ପୁରୁଷ ନିଶ୍ଚୟ ଭାଗ୍ୟବାନ। 2. ଆପଣଙ୍କ ଭୁଲ ଧରୁଥିବା ଓ ଠିକ୍ ରାସ୍ତା ଦେଖାଉଥିବା ପତ୍ନୀ। ଆମ ଭିତରେ ଏମିତି କେହି ନାହିଁ ଯିଏ କେବେ କିଛି ଭୁଲ କରିନାହିଁ। କିଛି ଲୋକ ତ ଅଛନ୍ତି ନିଜ ଭୁଲକୁ ସ୍ୱୀକାର ମଧ୍ୟ କରନ୍ତି ନାହିଁ। ଏଭଳି କ୍ଷେତ୍ରରେ ଯଦି ଆପଣଙ୍କ ପତ୍ନୀ ଆପଣଙ୍କ ଭୁଲ ଧରୁଛନ୍ତି ଏବଂ ଠିକ୍ ରାସ୍ତା ଦେଖାଉଛନ୍ତି, ତେବେ ସେ ଆପଣଙ୍କର ପ୍ରକୃତ ଜୀବନସାଥୀ। ସେ ଭୁଲ ଧରୁଛନ୍ତି ମାନେ ତାଙ୍କ ଭିତରେ ଭୁଲ ଠିକ୍ ଜ୍ଞାନ ରହିଛି ଏବଂ ସେ ଆପଣଙ୍କ ବ୍ୟକ୍ତିତ୍ୱକୁ ସଜାଡ଼ିବାକୁ ଚାହୁଁଛନ୍ତି। 3. ପ୍ରେମ ସହ ଆପଣଙ୍କୁ ସମ୍ମାନ ଦେଉଥିବା ପତ୍ନୀ। ପ୍ରତିଟି ମଣିଷ ଜୀବନରେ ସୁନ୍ଦର ସୁନ୍ଦର ଉପଲବ୍ଧି ରହିଛି। ଆପଣଙ୍କ ଭୁଲ ସୁଧାରିବା ସହ ପତ୍ନୀ ଯଦି ଆପଣଙ୍କ ଉପଲବ୍ଧି ବା ସଫଳତାକୁ ଦେଖି ଗର୍ବ କରୁଛନ୍ତି, ପ୍ରଶଂସା କରୁଛନ୍ତି, ସେଭଳି ପତ୍ନୀ ଚମତ୍କାର, ଯିଏ ଆପଣଙ୍କୁ ପ୍ରେମ କରୁଛନ୍ତି, ସମ୍ମାନ ବି କରୁଛନ୍ତି। 4. ସୌନ୍ଦର୍ଯ୍ୟ ନୁହଁ, ଆପଣଙ୍କ ଗୁଣର ପୂଜାରିଣୀ ପତ୍ନୀ। ଏମିତି ଜଣେ ମଣିଷ ନାହିଁ ଯାହା ଉପରେ ବୟସର ପ୍ରଭାବ ପଡ଼େ ନା। ସମସ୍ତେ ଦିନେ ବୁଢ଼ା ହେବେ, ହେଲେ ବୁଢ଼ା ହେବା ଆଗରୁ ଆପଣ ଯଦି ସୁନ୍ଦର, ଆକର୍ଷଣୀୟ ନୁହନ୍ତି, ତଥାପି ଆପଣଙ୍କ ସୌନ୍ଦର୍ଯ୍ୟ ଅପେକ୍ଷା ଆପଣଙ୍କ ଭିତରେ ଥିବା ଭଲ ଗୁଣକୁ ପସନ୍ଦ କରୁଛନ୍ତି ପତ୍ନୀ, ତାହେଲେ ଆପଣଙ୍କ ଦାମ୍ପତ୍ୟ ଜୀବନ ତ ସବୁଠୁ ସୁନ୍ଦର। 5. ଜୀବନରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖୁଥିବା ପତ୍ନୀ। ଏମିତି ଜଣେ ପତ୍ନୀ ଯିଏ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଯେତେବେଳେ ଚାଲନ୍ତି, ସେତେବେଳେ ସେଇ ଲକ୍ଷ୍ୟରେ ନିଜକୁ ସମର୍ପଣ କରିଦିଅନ୍ତି। ବାଜେ କଥା, ବାଜେ ଚିନ୍ତାରେ ମୁଣ୍ଡ ପୁରାନ୍ତି ନାହିଁ। ଆଉ ତାଙ୍କର ଏ ଲକ୍ଷ୍ୟ ଆପଣଙ୍କ ଲକ୍ଷ୍ୟ ପାଇଁ ପ୍ରେରଣା ଦିଏ, ପ୍ରୋତ୍ସାହିତ କରେ। ଅର୍ଥାତ୍ ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ଆପଣ ଯଦି ଏହି 5 ଗୁଣର ଅଧିକାରୀ ପତ୍ନୀର ପତି, ତେବେ ଆପଣ ନିଶ୍ଚୟ ଜଣେ ଭାଗ୍ୟବାନ ପୁରୁଷ ଆଉ ଆପଣଙ୍କ ଜୀବନ ମଟ୍ଟରେ ବି ସ୍ୱର୍ଗ ଭଳି ହେଇଯିବ।